ତ ଦର୍ଶକ ବନ୍ଧୁ ଓଡ଼ିଶାରେ ଭତ୍ତାଧାରୀମାନଙ୍କ ପାଇଁ ଗୋଟେ ବଡ଼ ଖୁସି ଖବର, ଯେଉଁଟାକି ସେମାନଙ୍କର ଭତ୍ତା ଆଗାମୀ ଦିନରେ 3,000 ଟଙ୍କା ବୃଦ୍ଧି ପାଇବ। ଏ ନେଇ ଆପଣଙ୍କର ସରକାର ଘୋଷଣା କରିଛନ୍ତି। ଦର୍ଶକ ବନ୍ଧୁ ଆପଣ ଜାଣିଥିବେ, ଏହା ପୂର୍ବରୁ ଆପଣଙ୍କର ସରକାରକୁ ଆସିବା ପୂର୍ବରୁ ଆପଣ ବିଜେପି ତରଫରୁ ମ୍ୟାନିଫେଷ୍ଟୋ ଦିଆହେଇଥିଲା ଯେ ସରକାରକୁ ଆସିଲେ ଯେ ଭତ୍ତାଧାରୀଙ୍କ ପାଇଁ 3,000 ଟଙ୍କା ବୃଦ୍ଧି କରାଯିବ। ତ ଏ ନେଇ ଆଜି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ ଭତ୍ତାଧାରୀମାନେ ଆପଣ 3,000 ଟଙ୍କା ଆପଣ ପାଇବେ। ଦେଖନ୍ତୁ, ଏ ନେଇ ଆପଣଙ୍କର ଆର୍ଟିକଲ ପ୍ରକାଶ ପାଇଛି। ଆଜି ଆପଣ ଦେଖନ୍ତୁ, ରାଜ୍ୟରେ ନୂଆ ସରକାର ମୁଖ୍ୟମନ୍ତ୍ରୀ ଆଇନବା ଠାରୁ ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଉପହାର ଦେଇଛନ୍ତି ମୋହନ ସରକାର। ଏହି କ୍ରମରେ ଆଜି ରାଜ୍ୟବାସୀଙ୍କ ପାଇଁ ଭତ୍ତା ପ୍ରସଙ୍ଗରେ ବଡ଼ ଘୋଷଣା କରାଯାଇଛି। ଖୁବ୍ ଶୀଘ୍ର ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା 3,000 ଟଙ୍କା ବୃଦ୍ଧି କରାଯିବ। ସେ ନେଇ ପ୍ରସ୍ତୁତି ଚାଲିଛି ବୋଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ଆହୁରି ମଧ୍ୟ ଏନେଇ ରାଜ୍ୟ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ କାର୍ଯ୍ୟକାରୀ କରାଯିବ। ବିଭିନ୍ନ ବର୍ଗ ଓ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ସରକାରୀ ଯୋଜନା ଅଧୀନରେ ଭତ୍ତା ଯୋଗାଉଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆପଣଙ୍କର ଆର୍ଟିକଲ ପ୍ରକାଶ ପାଇଛି, ଯେଉଁଟାକି ଆପଣଙ୍କ ପାଇଁ ଏଇଟା ଗୋଟେ ବଡ଼ ଖୁସି ଖବର ଯେ ଆପଣଙ୍କର ଯେଉଁ ଭତ୍ତାଧାରୀମାନେ ପାଉଥିଲେ ସେମାନଙ୍କ ଭତ୍ତା ଟଙ୍କା ଆପଣଙ୍କର 3,000 ଟଙ୍କାକୁ ବୃଦ୍ଧି ପାଇଛି। ତ ସେଥିପାଇଁ ଆପଣ ଯଦି ଏବେ ସୁଦ୍ଧା ଆପଣମାନେ ଯେଉଁ ଭତ୍ତା ଆପଣ ପକାଇ ନାହାନ୍ତି, ଆପଣଙ୍କର ଅନଲାଇନ୍ ଆପଣ କରିନାହାନ୍ତି, ଆପଣ ଭତ୍ତା କରନ୍ତୁ। ଆଉ ଯଦି ଆପଣମାନେ ଚାହୁଁଛନ୍ତି, ଆପଣ ଅନଲାଇନ୍ରେ ଆପଣ ଆବେଦନ କରିବା ପାଇଁ ଚାହୁଁଛନ୍ତି, ଆମର ସେଟା ଆପଣଙ୍କର କମେଣ୍ଟସ୍ କରନ୍ତୁ, ଆମେ ଆପଣଙ୍କୁ ବି ଭତ୍ତା ପକାଇବାରେ ସାହାଯ୍ୟ କରିବୁ। ଦର୍ଶକ ବନ୍ଧୁ, ଇଏ ଥିଲା ଆପଣଙ୍କ ପାଇଁ ଗୋଟେ ଓଡ଼ିଶା ସରକାର ତରଫରୁ ଭତ୍ତାଧାରୀଙ୍କ ପାଇଁ ଗୋଟେ ବଡ଼ ଖୁସି ଖବର, ଯେଉଁଟାକି ସେମାନଙ୍କ ଭତ୍ତା ଆପଣଙ୍କର 3,000 ଟଙ୍କାକୁ ବୃଦ୍ଧି ପାଇଲା। ଦର୍ଶକ ବନ୍ଧୁ, ମୁଁ ଭାବୁଥିବି ଆଜିକା ଭିଡ଼ିଓଟାକୁ ବୁଝିପାରିଥିବେ। ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲରେ ଅଛନ୍ତି, କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣ ମତାମତ କମେଣ୍ଟସ୍ ଲେଖନ୍ତୁ। ଦର୍ଶକ ବନ୍ଧୁ, ରହିଲି, ନମସ୍କାର, ଜୟ ଜଗନ୍ନାଥ।